ଶ୍ରୀମଦ୍ ଭଗବଦ୍ ଗୀତା ଦ୍ୱିତୀୟ ଅଧ୍ୟାୟ 54ତମ ଶ୍ଲୋକରେ ଅର୍ଜୁନ କହୁଛନ୍ତି, ଏହି ସମ୍ବନ୍ଧରେ କୁହାଯାଇଛି, ପୂର୍ବ ଶ୍ଲୋକମାନଙ୍କରେ ଭଗବାନ କହିଥିଲେ, ଯେତେବେଳେ ତୁମର ବୁଦ୍ଧି ମୋହରୂପୀ ଫଳକୁ ସମ୍ପୂର୍ଣ୍ଣ ରୂପେ ଅତିକ୍ରମ କରିଯିବ ଏବଂ ତୁମେ ଇହଲୋକ ଓ ପରଲୋକର ସମସ୍ତ ଭୋଗ ପ୍ରତି ବିରକ୍ତ ହୋଇଯିବ, ତୁମର ବୁଦ୍ଧି ପରମାତ୍ମାଙ୍କ ଠାରେ ନିଶ୍ଚଳ ହୋଇ ଲାଗିଯିବ, ସେତେବେଳେ ତୁମେ ପରମାତ୍ମାଙ୍କୁ ପାଇପାରିବ। ଏହା ଶୁଣି ପରମାତ୍ମାଙ୍କୁ ପ୍ରାପ୍ତି କରିଥିବା ସ୍ଥିତପ୍ରଜ୍ଞ ସିଦ୍ଧ ଯୋଗୀଙ୍କ ଲକ୍ଷଣ ଏବଂ ଆଚରଣ ଜାଣିବା ଇଚ୍ଛାରେ ଅର୍ଜୁନ ପଚାରୁଛନ୍ତି। ଅର୍ଜୁନ ପଚାରିଲେ, ହେ କେଶବ, ସମାଧିରେ ସ୍ଥିତ ପରମାତ୍ମା ପ୍ରାପ୍ତ ସ୍ଥିର ବୁଦ୍ଧି ପୁରୁଷଙ୍କ ଲକ୍ଷଣ କ'ଣ? ସେହି ସ୍ଥିର ବୁଦ୍ଧି ପୁରୁଷ କିପରି କହନ୍ତି, କିପରି ବସନ୍ତି ଏବଂ କିପରି ଚଳନ୍ତି? ଏଠାରେ ପ୍ରଶ୍ନ, ଏଠାରେ କେଶବ ସମ୍ବୋଧନର ଭାବ କ'ଣ? ଉତ୍ତର ହେଲା କ, ଅ, ଇସ ଏବଂ ବ, ଏହି ଚାରୋଟି ମିଶିଲେ କେଶବ ପଦ ହୁଏ। ଏଣୁ କ ସମାନ ବ୍ରହ୍ମା, ଅ ସମାନ ବିଷ୍ଣୁ, ଈଶ ସମାନ ଶିବ, ଏହି ତିନି ଜଣଙ୍କର ବ ସମାନ ବପୁ ଅର୍ଥାତ୍ ସ୍ୱରୂପ ହେଉଛନ୍ତି କେଶବ। ଏଠାରେ ଅର୍ଜୁନ ଭଗବାନଙ୍କୁ କେଶବ ନାମରେ ସମ୍ବୋଧନ କରି ଯେଉଁ ଭାବ ବ୍ୟକ୍ତ କରିଛନ୍ତି, ତାହା ହେଲା, ଆପଣ ସମସ୍ତ ଜଗତର ସୃଷ୍ଟି, ସ୍ଥିତି ଏବଂ ସଂହାରକର୍ତ୍ତା ସର୍ବଶକ୍ତିମାନ ସାକ୍ଷାତ ସର୍ବଜ୍ଞ ଈଶ୍ୱର ଅଟନ୍ତି। ଏଣୁ ଆପଣ ହିଁ ମୋ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇପାରିବେ। ପ୍ରଶ୍ନ, ସ୍ଥିତ ପ୍ରଜ୍ଞସ୍ୟ ପଦ ସହିତ ସମାଧିସ୍ଥସ୍ୟ ବିଶେଷଣ ପଦ ପ୍ରୟୋଗର ତାତ୍ପର୍ଯ୍ୟ କ'ଣ? ଉତ୍ତର, ପୂର୍ବ ଶ୍ଲୋକରେ ଭଗବାନ ଅର୍ଜୁନଙ୍କୁ କହିଥିଲେ, ଯେତେବେଳେ ତୁମର ବୁଦ୍ଧି ସମାଧିରେ ଅର୍ଥାତ୍ ପରମାତ୍ମାଙ୍କ ଠାରେ ଅଚଳ ଭାବରେ ଲାଗିଯିବ, ସେତେବେଳେ ତୁମେ ଯୋଗ ପ୍ରାପ୍ତ ହୋଇଯିବ। ସେହି ଅନୁସାରେ ଏଠାରେ ଅର୍ଜୁନ ଭଗବାନଙ୍କ ଠାରୁ ସେହି ସିଦ୍ଧି ପୁରୁଷଙ୍କର ଲକ୍ଷଣ ଜାଣିବାକୁ ଇଚ୍ଛା କରୁଛନ୍ତି, ଯାହାଙ୍କର କି ପରମାତ୍ମା ପ୍ରାପ୍ତି ହୋଇସାରିଛି ଏବଂ ଯାହାଙ୍କର ବୁଦ୍ଧି ପରମାତ୍ମାଙ୍କ ଠାରେ ଚିରକାଳ ଲାଗି ଅଚଳ ଓ ସ୍ଥିର ହୋଇଯାଇଛି। ଏହି ଭାବ ସ୍ପଷ୍ଟ କରିବାକୁ ସ୍ଥିତପ୍ରଜ୍ଞସ୍ୟ ସହିତ ସମାଧିସ୍ଥସ୍ୟ ବିଶେଷଣ ପଦ ପ୍ରୟୋଗ କରାଯାଇଛି। ପ୍ରଶ୍ନ, ଉପରୋକ୍ତ ଅବସ୍ଥାକୁ ପରମାତ୍ମା ପ୍ରାପ୍ତ ସିଦ୍ଧି ପୁରୁଷଙ୍କ ଅକ୍ରିୟ ଅବସ୍ଥା ନା ସକ୍ରିୟ ଅବସ୍ଥା ବୋଲି ଗ୍ରହଣ କରିବାକୁ ହେବ? ଉତ୍ତର, ଉଭୟ ଅବସ୍ଥା ବୋଲି ମାନିବାକୁ ହେବ। ଅର୍ଜୁନ ମଧ୍ୟ ଏଠାରେ ଦୁଇଟି କଥା ପଚାରୁଛନ୍ତି, କିଂ ପ୍ରଭାସେତ ଏବଂ କିଂ ବ୍ରଜେତ ଦ୍ୱାରା ସକ୍ରିୟ ଅବସ୍ଥା ବିଷୟରେ ଏବଂ କିମାସିତ ଦ୍ୱାରା ଅକ୍ରିୟ ଅବସ୍ଥା ବିଷୟରେ ପ୍ରଶ୍ନ କରିଛନ୍ତି। ପ୍ରଶ୍ନ, ଭାଷା ଶବ୍ଦର ଅର୍ଥ ବାଣୀ ନ କରି ଲକ୍ଷଣ କିପରି କଲେ? ଉତ୍ତର ହେଲା, ସ୍ଥିର ବୁଦ୍ଧି ପୁରୁଷଙ୍କର ବାଣୀ ବିଷୟରେ କି ପ୍ରଭାସେତ ଅର୍ଥାତ୍ ସେ କିପରି କହନ୍ତି ବୋଲି ଅଲଗା ପ୍ରଶ୍ନ ପଚରାଯାଇଛି। ତେଣୁ ଏଠାରେ ଭାଷା ଶବ୍ଦର ଅର୍ଥ ବାଣୀ ନ କରି ଭାଷ୍ୟତେ କଥ୍ୟତେ ଅନୟା ଇତି ଭାଷା ଦ୍ୱାରା ବସ୍ତୁର ସ୍ୱରୂପ ନିରୂପଣ କରାଯାଏ। ସେହି ଲକ୍ଷଣର ନାମ ଭାଷା। ଏହି ବ୍ୟୁତ୍ପତ୍ତି ଅନୁସାରେ ଭାଷାର ଅର୍ଥ ଲକ୍ଷଣ କରାଯାଇଛି। ପ୍ରଚଳିତ ଭାଷାରେ ମଧ୍ୟ ପରିଭାଷା ଶବ୍ଦ ଲକ୍ଷଣର ପର୍ଯ୍ୟାୟବାଚକ। ସେହି ଅର୍ଥରେ ଏଠାରେ ଭାଷା ପଦ ପ୍ରୟୋଗ କରାଯାଇଛି। ପ୍ରଶ୍ନ, ସ୍ଥିର ବୁଦ୍ଧି ପୁରୁଷ କହନ୍ତି କିପରି? ସେ ବସନ୍ତି କିପରି? ଚଳନ୍ତି କିପରି? ଏହି ସମସ୍ତ ପ୍ରଶ୍ନ କ'ଣ ସାଧାରଣ କହିବା, ବସିବା ଏବଂ ଚଲାବୁଲା କରିବା ଅର୍ଥରେ କରାଯାଇଛି ନା ଏହାର କିଛି ବିଶେଷତ୍ୱ ରହିଛି? ଉତ୍ତର, ପରମାତ୍ମାଙ୍କୁ ପ୍ରାପ୍ତ ହେଉଥିବା ସିଦ୍ଧ ପୁରୁଷଙ୍କର ସବୁ କଥାରେ କିଛି ନା କିଛି ବିଶେଷତ୍ୱ ରହିଛି। ଅତଏବ ତାହାଙ୍କର କହିବା, ବସିବା, ଚାଲିବା
ମଧ୍ୟ ଅସାଧାରଣ, କିନ୍ତୁ ଏଠାରେ ସାଧାରଣ କହିବା, ବସିବା ଏବଂ ଚାଲିବା କଥା ପଡ଼ି ନାହିଁ। ଏଠାରେ କିପରି କହନ୍ତିର ତାତ୍ପର୍ଯ୍ୟ ହେଲା ତାଙ୍କର ବଚନ ମନର କେଉଁ ଭାବରେ ଭାବିତ ହୋଇଥାଏ। ବସିବାର ତାତ୍ପର୍ଯ୍ୟ ହେଲା ବ୍ୟବହାର ରହିତ କାଳରେ ତାଙ୍କର ଅବସ୍ଥା କିପରି ଥାଏ ଏବଂ ଚାଲିବାର ତାତ୍ପର୍ଯ୍ୟ ହେଲା ତାଙ୍କର ଆଚରଣ କିପରି ହୁଏ। 55ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି। ଏଠାରେ ଶ୍ରୀ ଭଗବାନ କହୁଛନ୍ତି, ପୂର୍ବ ଶ୍ଲୋକରେ ଅର୍ଜୁନ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଥିବା ସିଦ୍ଧିଯୋଗୀଙ୍କ ବିଷୟରେ 4ଟି ପ୍ରଶ୍ନ ପଚାରିଛନ୍ତି। ଏହି 4ଟି ପ୍ରଶ୍ନର ଉତ୍ତର ଭଗବାନ ଅଧ୍ୟାୟର ସମାପ୍ତି ପର୍ଯ୍ୟନ୍ତ ଦେଇଛନ୍ତି। ମଝିରେ ମଝିରେ ପ୍ରସଙ୍ଗରେ ଅନ୍ୟ କଥା ମଧ୍ୟ କହିଛନ୍ତି। ପରବର୍ତ୍ତୀ ଶ୍ଲୋକରେ ଅର୍ଜୁନଙ୍କର ପ୍ରଥମ ପ୍ରଶ୍ନ ଉତ୍ତର ଭଗବାନ ସଂକ୍ଷେପରେ ଦେଉଛନ୍ତି। ଭଗବାନ କହୁଛନ୍ତି, ହେ ଅର୍ଜୁନ, ଯେତେବେଳେ ଏହି ପୁରୁଷ ମନ ମଧ୍ୟରେ ଥିବା ସମସ୍ତ କାମନା ପୂର୍ଣ୍ଣ ରୂପେ ତ୍ୟାଗ କରିଦିଏ ଏବଂ ଆତ୍ମା ଦ୍ୱାରା ଆତ୍ମାରେ ହିଁ ସନ୍ତୁଷ୍ଟ ହୋଇ ରହନ୍ତି, ସେତେବେଳେ ତାଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ। ପ୍ରଶ୍ନ, ସର୍ବାନ୍ ବିଶେଷଣ ସହିତ କାମାନ୍ ପଦଟି କେଉଁମାନଙ୍କ ବାଚକ ଏବଂ ସେମାନଙ୍କୁ ପୂର୍ଣ୍ଣ ରୂପେ ତ୍ୟାଗ କରିଦେବା ଅର୍ଥ କ'ଣ? ଉତ୍ତର, ଇହଲୋକ ବା ପରଲୋକର ଯେକୌଣସି ପଦାର୍ଥର ସଂଯୋଗ ବା ବିୟୋଗଜନିତ ଯେକୌଣସି କରୁଣାରୁ ଯେକୌଣସି ପ୍ରକାରେ ମନୁଷ୍ୟର ଅନ୍ତଃକରଣରେ ଯେଉଁ ମନ୍ଦ ବା ତୀବ୍ର କାମନାମାନ ହୋଇଯାଏ, ସେହି ସମସ୍ତ କାମନା ପାଇଁ ସର୍ବାନ୍ ବିଶେଷଣ ସହିତ କାମାନ୍ ପଦ ପ୍ରୟୋଗ କରାଯାଇଛି। ଏଥିରେ ବାସନା, ସ୍ପୃହା, ଇଚ୍ଛା ଏବଂ ତୃଷ୍ଣା ଆଦି ବିଭିନ୍ନ କାମନାର ରୂପ ରହିଛି। ଏହି ସମସ୍ତ କାମନାରୁ ସବୁ କାଳ ପାଇଁ ସର୍ବଥା ରହିତ ହୋଇଯିବା ହିଁ ସେସବୁକୁ ପୂର୍ଣ୍ଣ ରୂପେ ତ୍ୟାଗ କରିଦେବା। ପ୍ରଶ୍ନ, ବାସନା, ସ୍ପୃହା, ଇଚ୍ଛା ଓ ତୃଷ୍ଣା ଏସବୁ ମଧ୍ୟରେ କି ପାର୍ଥକ୍ୟ ରହିଛି? ଏହାର ଉତ୍ତର ହେଲା, ଶରୀର, ସ୍ତ୍ରୀ, ପୁତ୍ର, ଧନ, ମାନ, ପ୍ରତିଷ୍ଠା ଆଦି ଅନୁକୂଳ ପଦାର୍ଥ ରହିଥାଉ ଏବଂ ପ୍ରତିକୂଳ ପଦାର୍ଥ ନଷ୍ଟ ହୋଇଯାଉ ବୋଲି ଯେଉଁ ରାଗ ଦ୍ୱେଷ ଜନିତ ସୂକ୍ଷ୍ମ କାମନା ହୁଏ, ଯାହା ସ୍ୱରୂପ ବିକଶିତ ହୋଇନଥାଏ, ତାହାକୁ ବାସନା କହନ୍ତି। କୌଣସି ଅନୁକୂଳ ପଦାର୍ଥର ଅଭାବ ବୋଧ ହେଲେ ଚିତ୍ତରେ ଏକ ଭାବ ସୃଷ୍ଟି ହୁଏ, ମୋର ଅମୁକ ବସ୍ତୁ ଆବଶ୍ୟକ, ତାହା ନହେଲେ କାମ ଚଳିବ ନାହିଁ। ଏହି ଅପେକ୍ଷାରୂପୀ କାମନାର ନାମ ସ୍ପୃହା। ଏହା ହେଉଛି ବାସନା ଅପେକ୍ଷା କାମନାର ଅଧିକ ବିକଶିତ ରୂପ। ଅନୁକୂଳ ବସ୍ତୁର ଅଭାବ ହେଲେ ତାହା ମିଳୁ ବୋଲି ଏବଂ ପ୍ରତିକୂଳ ବସ୍ତୁର ବିନାଶ ହେଉ ବା ତାହା ନ ମିଳୁ ବୋଲି ଯେଉଁ କାମନା ପ୍ରକଟ ହୁଏ, ତାହାର ନାମ ଇଚ୍ଛା। ଏହା କାମନାର ପୂର୍ଣ୍ଣ ବିକଶିତ ରୂପ। ସ୍ତ୍ରୀ, ପୁତ୍ର, ଧନ ଆଦି ପଦାର୍ଥ ଯଥେଷ୍ଟ ମିଳୁଥିଲେ ମଧ୍ୟ ସେସବୁ ଆହୁରି ଆହୁରି ବଢ଼ିବାକୁ ଯେଉଁ ଇଚ୍ଛା ହୁଏ, ତାହାକୁ ତୃଷ୍ଣା କହନ୍ତି। ଏହା କାମନାର ଅତ୍ୟନ୍ତ ସ୍ଥୂଳ ରୂପ ଅଟେ। ପ୍ରଶ୍ନ, ଏଠାରେ କାମନ୍ ସହିତ ମନୋଗତାମ୍ ବିଶେଷଣ ପଦଟି ଦେବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଏହାଦ୍ୱାରା ଦେଖାଇ ଦିଆଯାଇଛି ଯେ କାମନାର ବାସସ୍ଥାନ ହେଉଛି ମନ। ଅତଏବ ଯେତେବେଳେ ବୁଦ୍ଧି ସହିତ ମନ ମଧ୍ୟ ପରମାତ୍ମାଙ୍କ ଠାରେ ଅଟଳ ଓ ସ୍ଥିର ହୋଇଯାଏ, ସେତେବେଳେ ମନ କାମନା ଶୂନ୍ୟ ହୋଇଯାଏ। ଏଥିରୁ ବୁଝିବା ଉଚିତ ଯେ ଯେପର୍ଯ୍ୟନ୍ତ ସାଧକଙ୍କ ମନରେ ଥିବା କାମନା ସବୁ ପୂର୍ଣ୍ଣ ରୂପେ ନଷ୍ଟ ହୋଇଛି, ସେ ପର୍ଯ୍ୟନ୍ତ ତାଙ୍କର ବୁଦ୍ଧି ସ୍ଥିର ହୋଇପାରିବ ନାହିଁ। ପ୍ରଶ୍ନ, ଆତ୍ମା ଦ୍ୱାରା ଆତ୍ମାରେ ସନ୍ତୁଷ୍ଟ ହୋଇ ରହିବାର ତାତ୍ପର୍ଯ୍ୟ କ'ଣ? ଏହାର ଉତ୍ତର ହେଲା, ଅନ୍ତଃକରଣରେ ଥିବା କାମନା ମାନଙ୍କର ସମ୍ପୂର୍ଣ୍ଣ ବିନାଶ ହୋଇଯିବା ପରେ ସମସ୍ତ ଦୃଶ୍ୟ ଜଗତରୁ ସର୍ବଥା ଅତୀତ ନିତ୍ୟ ଶୁଦ୍ଧ ବୁଦ୍ଧ ପରମାତ୍ମାଙ୍କର ଯଥାର୍ଥ ସ୍ୱରୂପକୁ ପ୍ରତ୍ୟକ୍ଷ କରିନେଇ ସେଥିରେ ଯେ ନିତ୍ୟ ତୃପ୍ତ ହୋଇଯାଆନ୍ତି, ସେ ଆତ୍ମା ଦ୍ୱାରା ଆତ୍ମାରେ ସନ୍ତୁଷ୍ଟ ହୋଇ ରହନ୍ତି। ତୃତୀୟ ଅଧ୍ୟାୟର 17 ଶ୍ଲୋକରେ ମଧ୍ୟ ମହାପୁରୁଷଙ୍କ ଲକ୍ଷଣରେ ଆତ୍ମାରେ ତୃପ୍ତ ଏବଂ ଆତ୍ମାରେ ସନ୍ତୁଷ୍ଟ ରହିବାର କଥା କୁହାଯାଇଛି। ପ୍ରଶ୍ନ, ସେତେବେଳେ ତାଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ, ଏପରି କହିବାର ଅର୍ଥ କ'ଣ?
ଉତ୍ତର ଏପରି କହିବାର ତାତ୍ପର୍ଯ୍ୟ ହେଉଛି କର୍ମଯୋଗ ସାଧନା କରୁ କରୁ ଯୋଗୀ ସେତେବେଳେ ଉପରୋକ୍ତ ସ୍ଥିତିରେ ପହଞ୍ଚନ୍ତି। ସେତେବେଳେ ବୁଝିବାକୁ ହେବ ଯେ ତାଙ୍କର ବୁଦ୍ଧି ପରମାତ୍ମାଙ୍କଠାରେ ଅଟଳ ଭାବରେ ସ୍ଥିର ହୋଇଯାଇଛି, ଅର୍ଥାତ୍ ସେହି ଯୋଗୀ ପରମାତ୍ମାଙ୍କୁ ପ୍ରାପ୍ତ ହୋଇସାରିଛି। 56ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ସ୍ଥିତପ୍ରଜ୍ଞଙ୍କ ବିଷୟରେ ଅର୍ଜୁନ 4ଟି ପ୍ରଶ୍ନ ପଚାରିଥିଲେ। ତାହା ଭିତରୁ ପ୍ରଥମ ପ୍ରଶ୍ନଟି ଏପରି ବ୍ୟାପକ ଯେ ତା ଭିତରେ ଅବଶିଷ୍ଟ 3ଟି ପ୍ରଶ୍ନ ଅନ୍ତର୍ଭାବ ଆସିଯାଇଛି। ସେହି ଦୃଷ୍ଟିରୁ ଦେଖିଲେ ଏହି ଅଧ୍ୟାୟର ଶେଷ ପର୍ଯ୍ୟନ୍ତ ସେହି ଗୋଟିଏ ମାତ୍ର ପ୍ରଶ୍ନ ଉତ୍ତର ରହିଛି, କିନ୍ତୁ ଅନ୍ୟ 3ଟି ପ୍ରଶ୍ନର ପ୍ରଭେଦ ଜାଣିବା ପାଇଁ ଏତିକି ବୁଝିବା ଉଚିତ ଯେ ଆସନ୍ତା 2ଟି ଶ୍ଲୋକରେ ଦ୍ୱିତୀୟ ପ୍ରଶ୍ନଟିର ଅର୍ଥାତ୍ ସ୍ଥିତପ୍ରଜ୍ଞ କିପରି କହନ୍ତି ପ୍ରଶ୍ନର ଉତ୍ତର ଦିଆଯାଇଛି। ଏହି ଶ୍ଲୋକର ବ୍ୟାଖ୍ୟା ଏମିତି ଯେ ଦୁଃଖ ଆସିଗଲେ ବି ଯାହାଙ୍କ ମନରେ ଉଦ୍ବେଗ ଜାତ ହୁଏ ନାହିଁ, ସୁଖ ମିଳିଗଲେ ବି ସେ ସର୍ବଥା ନିସ୍ପୃହ ରହନ୍ତି। ଯାହାଙ୍କର ରାଗ ଭୟ ଓ କ୍ରୋଧ ନଷ୍ଟ ହୋଇଯାଇଛି ସେହିପରି ମୁନିଙ୍କୁ ସ୍ଥିର ବୁଦ୍ଧି କୁହାଯାଏ। ପ୍ରଶ୍ନ ହେଲା, ଦୁଃଖେଷୁ ଅନୁଦ୍ବିଗ୍ନ ମନାହା, ଏହାର ତାତ୍ପର୍ଯ୍ୟ କ'ଣ? ଉତ୍ତର ହେଲା, ଏହାଦ୍ୱାରା ସ୍ଥିର ବୁଦ୍ଧି ମନୁଷ୍ୟର ଅନ୍ତଃକରଣରେ ସର୍ବଥା ଉଦ୍ବେଗର ଅଭାବ ଥାଏ ବୋଲି କୁହାଯାଇଛି। ଅଭିପ୍ରାୟ ଏହି ଯେ ଯାହାଙ୍କର ବୁଦ୍ଧି ପରମାତ୍ମାଙ୍କ ସ୍ୱରୂପରେ ଅଟଳ ବା ସ୍ଥିର ହୋଇଯାଏ, ପରମାତ୍ମାଙ୍କୁ ପ୍ରାପ୍ତ ହୋଇଥିବା ସେହି ମହାପୁରୁଷଙ୍କର ସାଧାରଣ ଦୁଃଖ କଥା କ'ଣ କହିବା, ଘୋର ଦୁଃଖ ମଧ୍ୟ ତାଙ୍କୁ ସେହି ସ୍ଥିତିରୁ ବିଚଳିତ କରିପାରେ ନାହିଁ। ଶସ୍ତ୍ର ଦ୍ୱାରା ଶରୀରରେ ଆଘାତ, ଅତ୍ୟନ୍ତ ଦୁଃସହ ଶୀତ ଉଷ୍ଣ ବର୍ଷା ଓ ବିଜୁଳି ଆଦି ଦ୍ୱାରା ହେଉଥିବା ଶାରୀରିକ ପୀଡ଼ା, ଅତି ଉତ୍କଟ ରୋଗଜନିତ ବ୍ୟଥା, ଅତି ପ୍ରିୟ ବସ୍ତୁର ଆକସ୍ମିକ ବିୟୋଗ, ଅକାରଣରେ ଘୋର ସାଂସାରିକ ଅପମାନ, ତିରସ୍କାର ଓ ନିନ୍ଦା ଆଦି ପ୍ରାପ୍ତ ହେଲେ ତଥା ଅନ୍ୟାନ୍ୟ ଯେତେ ଦୁଃଖ ଆସିଲେ ଏକ ସଙ୍ଗରେ ଉପସ୍ଥିତ ହେଲେ ମଧ୍ୟ ତାଙ୍କ ମନରେ ସାମାନ୍ୟ ମାତ୍ର ଉଦ୍ବେଗ ସୃଷ୍ଟି ହୁଏ ନାହିଁ। ଏହି କାରଣ ନେଇ ତାଙ୍କ କଥାରେ ମଧ୍ୟ କଦାପି ଉଦ୍ବେଗ ପ୍ରକାଶ ପାଏ ନାହିଁ। ଯଦି କେବେ ଲୋକ ସଂଗ୍ରହ ପାଇଁ ତାଙ୍କର ବାଣୀ ବା ଶରୀର ଦ୍ୱାରା ଉଦ୍ବେଗ ପ୍ରକାଶ ପାଏ, ତେବେ ତାହା ବାସ୍ତବରେ ଉଦ୍ବେଗ ନୁହେଁ। ପ୍ରଶ୍ନ, ସୁଖେଷୁ ବିଗତ ସ୍ପୃହର ଅର୍ଥ କ'ଣ? ଏହାର ଉତ୍ତର, ଏହାଦ୍ୱାରା ସ୍ଥିର ବୁଦ୍ଧି ମନୁଷ୍ୟଙ୍କ ଅନ୍ତଃକରଣରେ ସ୍ପୃହା ରୂପକ ଦୋଷ ଆଦୌ ନଥାଏ ବୋଲି ଦର୍ଶାଯାଇଛି। ସେ ସୁଖ ଓ ଦୁଃଖ ଉଭୟ ପରିସ୍ଥିତିରେ ସଦା ସମ ରହନ୍ତି। ବଡ଼ ବଡ଼ ଦୁଃଖ ଯେପରି ତାଙ୍କୁ ତାଙ୍କ ସ୍ଥିତିରୁ ବିଚଳିତ କରିପାରେ ନା, ବିରାଟ ସୁଖ ମଧ୍ୟ ସେହିପରି ତାଙ୍କ ଅନ୍ତଃକରଣରେ ଟିକିଏ ବି ସ୍ପୃହା ଉତ୍ପନ୍ନ କରିପାରେ ନାହିଁ, କାରଣ ତାଙ୍କ ବାଣୀରେ କଦାପି ସ୍ପୃହା ଦୋଷ ନଥାଏ। ଯଦି ଲୋକ ସଂଗ୍ରହ ପାଇଁ ତାଙ୍କ ଶରୀର ଅଥବା ବାଣୀର ସ୍ପୃହା ଦେଖାଯାଏ, ତେବେ ମଧ୍ୟ ତାହା ବାସ୍ତବ ସ୍ପୃହା ନୁହେଁ। ପ୍ରଶ୍ନ, ବିତରାଗ ଭୟ କ୍ରୋଧର ଭାବ କ'ଣ? ଏହାର ଉତ୍ତର ହେଲା, ଏହାଦ୍ୱାରା ସ୍ଥିର ବୁଦ୍ଧି ଯୋଗୀଙ୍କ ଅନ୍ତଃକରଣରେ ଏବଂ ବାଣୀରେ ଆସକ୍ତି, ଭୟ ଏବଂ କ୍ରୋଧର ସର୍ବଥା ଅଭାବ ଥିବା କଥା କୁହାଯାଇଛି। ଅଭିପ୍ରାୟ ଏହି ଯେ କୌଣସି ବି ପରିସ୍ଥିତିରେ ବା କୌଣସି ବି ଘଟଣାରେ ତାଙ୍କ ଅନ୍ତଃକରଣରେ କୌଣସି ପ୍ରକାର ଆସକ୍ତି ଉତ୍ପନ୍ନ ହୁଏ ନାହିଁ କି କୌଣସି ପ୍ରକାର ଭୟ ବା କ୍ରୋଧ ଉତ୍ପନ୍ନ ହୁଏ ନାହିଁ। ତେଣୁ ତାଙ୍କ ବାଣୀ ଆସକ୍ତି, ଭୟ, କ୍ରୋଧ ଇତ୍ୟାଦିରୁ ରହିତ ତଥା ଶାନ୍ତ ଓ ସରଳ ହୋଇଥାଏ। ଲୋକ ସଂଗ୍ରହ ପାଇଁ ତାଙ୍କ ଶରୀର ଓ ବାଣୀର କ୍ରିୟା ଦ୍ୱାରା ଆସକ୍ତି, ଭୟ ଓ କ୍ରୋଧର ଭାବ ଦେଖାଯାଉଥାଇପାରେ, କିନ୍ତୁ ତାଙ୍କ ବାଣୀରେ ବା ମନରେ ବାସ୍ତବରେ କୌଣସି ପ୍ରକାର ବିକାର ନଥାଏ। ନିଜ କଥାକୁ ସମସ୍ତ ପ୍ରକାର ବିକାର ଶୂନ୍ୟ କରି କହିବା ଯେକୌଣସି ଧୈର୍ଯ୍ୟଶୀଳ ବୁଦ୍ଧିମାନ ପୁରୁଷଙ୍କ ପକ୍ଷରେ ମଧ୍ୟ ସମ୍ଭବ ହୋଇପାରେ, କିନ୍ତୁ ତାଙ୍କର ଅନ୍ତଃକରଣ ବିକାର ଶୂନ୍ୟ ହୋଇ ରହିପାରେ ନାହିଁ। ତେଣୁ ଭଗବାନ ଏଠାରେ ସ୍ଥିର ବୁଦ୍ଧି ପୁରୁଷ କିପରି କହନ୍ତି, ଏହି ପ୍ରଶ୍ନର ଉତ୍ତର ତାଙ୍କ ବାଣୀର ବାହ୍ୟ ଭାବନାକୁ ନ ଦେଖି ମନର ଭାବକୁ
ବର୍ଣ୍ଣନା କରିଛନ୍ତି। ଏଥିରୁ ଏତିକି ବୁଝିବା ଉଚିତ ଯେ ସ୍ଥିର ବୁଦ୍ଧି ଯୋଗୀଙ୍କର ବାଣୀ ମଧ୍ୟ ବାସ୍ତବରେ ତାଙ୍କ ଅନ୍ତଃକରଣର ଅନୁରୂପ ସର୍ବଥା ନିର୍ବିକାର ଓ ଶୁଦ୍ଧ ହୋଇଥାଏ। ପ୍ରଶ୍ନ, ସେପରି ମୁନିଙ୍କୁ ସ୍ଥିର ବୁଦ୍ଧି କୁହାଯାଏ। ଏହି ବକ୍ତବ୍ୟର ଭାବ କ'ଣ? ଉତ୍ତର, ଉପରୋକ୍ତ ଲକ୍ଷଣରେ ଯୁକ୍ତ ଯୋଗୀ ବାସ୍ତବରେ ମୁନି ଅଟନ୍ତି, ଅର୍ଥାତ୍ ତାଙ୍କ କଥାରେ ସଂଯମ ଥାଏ ଏବଂ ସେ ସ୍ଥିର ବୁଦ୍ଧି ଅଟନ୍ତି। ଯାହାଙ୍କ ଅନ୍ତଃକରଣ ଓ ଇନ୍ଦ୍ରିୟ ଗୁଡ଼ିକ ବିକାରପୂର୍ଣ୍ଣ ହୋଇ ରହିଥାଏ, ସେ ବାଣୀର ସଂଯତ ହେଲେ ମଧ୍ୟ ସ୍ଥିର ବୁଦ୍ଧି ହୋଇପାରନ୍ତି ନାହିଁ। ସତାବନତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି ବା ଏଠାରେ ଏହାର ଭାବାର୍ଥ ପ୍ରକାଶ କରାଯାଇଛି। ଯେଉଁ ପୁରୁଷ ସର୍ବତ୍ର ସ୍ନେହ ରହିତ ହୋଇ ଶୁଭ ବସ୍ତୁ ପାଇଲେ ପ୍ରସନ୍ନ ହୁଅନ୍ତି ନାହିଁ କି ଅଶୁଭ ବସ୍ତୁ ପାଇଲେ ଦୋଷ କରନ୍ତି ନାହିଁ, ତାଙ୍କର ବୁଦ୍ଧି ସ୍ଥିର ଅଟେ। ଏଠାରେ ପ୍ରଶ୍ନ ଆସୁଛି, ସର୍ବତ୍ର ଅନଭିସ୍ନେହର ଭାବ କ'ଣ? ଉତ୍ତର, ଏହା କହି ଭଗବାନ ଦର୍ଶାଇଛନ୍ତି ଯେ ସ୍ଥିର ବୁଦ୍ଧି ଯୋଗୀ ପୁରୁଷଙ୍କଠାରେ ଅଭିସ୍ନେହ ଅର୍ଥାତ୍ ମମତା ପୂର୍ବକ ହେଉଥିବା ସାଂସାରିକ ଆସକ୍ତିର ସର୍ବଥା ଅଭାବ ଥାଏ। ଅଭିପ୍ରାୟ ଏହି ଯେ ସାଂସାରିକ ମନୁଷ୍ୟ ଯେପରି ନିଜର ସ୍ତ୍ରୀ, ପୁତ୍ର, ଭାଇ, ମିତ୍ର ଏବଂ କୁଟୁମ୍ବ ଆଦିରେ ମମତା ଏବଂ ଆସକ୍ତି ରଖେ, ଦିନରାତି ସେମାନଙ୍କଠାରେ ମୋହିତ ହୋଇ ରହେ, ତାର ପ୍ରତ୍ୟେକ କଥାରେ ଯେପରି ସେହି ମୋହଯୁକ୍ତ ସ୍ନେହର ଭାବ ଭରି ରହିଥାଏ, ସ୍ଥିର ବୁଦ୍ଧି ଯୋଗୀଙ୍କଠାରେ ସେପରି ଭାବ ନଥାଏ। ତାଙ୍କର କୌଣସି ବି ପ୍ରାଣୀଠାରେ ମମତା ଓ ଆସକ୍ତିଯୁକ୍ତ ପ୍ରେମ ନଥାଏ। ତେଣୁ ତାଙ୍କର ବଚନ ମମତା ଓ ଆସକ୍ତି ଦୋଷରୁ ରହିତ ହୋଇ ସର୍ବଥା ଶୁଦ୍ଧ ଓ ପ୍ରେମମୟ ହୋଇଥାଏ। ଆସକ୍ତି ହେଉଛି କାମ, କ୍ରୋଧ ଆଦି ସମସ୍ତ ବିକାରର ମୂଳ। ତେଣୁ ଆସକ୍ତି ଶୂନ୍ୟତାକୁ ଅନ୍ୟ ସମସ୍ତ ବିକାରର ଶୂନ୍ୟତା ବୋଲି ବୁଝିବାକୁ ହେବ। ପ୍ରଶ୍ନ, ଶୁଭାଶୁଭମ୍ ପଦଟି କାହାର ବାଚକ ଏବଂ ତାହା ସହିତ ତତ୍ ପଦ ଦୁଇଥର ପ୍ରୟୋଗ କରିବାର ତାତ୍ପର୍ଯ୍ୟ କ'ଣ? ଏଠାରେ ଉତ୍ତର ହେଲା, ଯାହାକୁ ପ୍ରିୟ ଅପ୍ରିୟ ତଥା ଅନୁକୂଳ ପ୍ରତିକୂଳ କହନ୍ତି, ଶୁଭାଶୁଭମ୍ ହେଉଛି ତାହାର ବାଚକ। ସ୍ଥିର ବୁଦ୍ଧି ଯୋଗୀଙ୍କର ବାସ୍ତବରେ ସଂସାରରେ କୌଣସି ବି ବସ୍ତୁରେ ଅନୁକୂଳ ବା ପ୍ରତିକୂଳ ଭାବ ରହେ ନାହିଁ। କେବଳ ବ୍ୟବହାରିକ ଦୃଷ୍ଟିରୁ ଯାହା ତାଙ୍କର ମନ, ଇନ୍ଦ୍ରିୟ ଓ ଶରୀରର ଅନୁକୂଳ ରୂପେ ଦେଖାଯାଏ ତାହାକୁ ଶୁଭ ଏବଂ ଯାହା ପ୍ରତିକୂଳ ରୂପେ ଦେଖାଯାଏ ତାହାକୁ ଅଶୁଭ ବୋଲି କହିବା ପାଇଁ ଏଠାରେ ଶୁଭାଶୁଭମ୍ ପଦ ଦିଆଯାଇଛି। ଏହି ସଂସାରରେ ଅନୁକୂଳ ଓ ପ୍ରତିକୂଳ ବସ୍ତୁର ସଂଖ୍ୟା ଅନନ୍ତ। ସେଥିମଧ୍ୟରୁ ଯେଉଁ ଯେଉଁ ବସ୍ତୁ ସହିତ ଯୋଗୀଙ୍କର ସଂଯୋଗ ହୁଏ, ସେହି ବସ୍ତୁ ସହିତ ସଂଯୋଗରେ ତାଙ୍କର କିପରି ଭାବ ରହେ ତାହା କହିବା ଲାଗି ତତ୍ ପଦଟି ଦୁଇଥର ବ୍ୟବହାର କରାଯାଇଛି। ପ୍ରଶ୍ନ, ନାଭିନନ୍ଦତିର ଭାବ କ'ଣ? ଏଠାରେ ଉତ୍ତର ହେଲା, ଉପରୋକ୍ତ ଶୁଭାଶୁଭ ବସ୍ତୁମାନଙ୍କ ମଧ୍ୟରୁ କୌଣସି ଶୁଭ ବା ଅନୁକୂଳ ବସ୍ତୁର ସଂଯୋଗ ହୋଇଗଲେ ସାଧାରଣ ମନୁଷ୍ୟର ଅନ୍ତଃକରଣରେ ଅତ୍ୟନ୍ତ ଆନନ୍ଦ ଜାତ ହୁଏ। ତେଣୁ ସେ ଆନନ୍ଦରେ ବିଭୋର ହୋଇ ତାହା ଭାଷାରେ ପ୍ରକଟ କରେ ଏବଂ ଏହି ବସ୍ତୁର ସ୍ତୁତି ବା ପ୍ରଶଂସା କରେ। କିନ୍ତୁ ସ୍ଥିର ବୁଦ୍ଧି ଯୋଗୀଙ୍କର ଅତ୍ୟନ୍ତ ଅନୁକୂଳ ବସ୍ତୁ ସହିତ ସଂଯୋଗ ହେବା ପରେ ମଧ୍ୟ ତାଙ୍କ ଅନ୍ତଃକରଣରେ କୌଣସି ପ୍ରକାର ହର୍ଷ ବିକାର ଉଦୟ ହୁଏ ନାହିଁ। ତେଣୁ ତାଙ୍କର ଭାଷା ସର୍ବଦା ବିକାର ଶୂନ୍ୟ ହୁଏ। ସେ କୌଣସି ଅନୁକୂଳ ବସ୍ତୁ ବା ପ୍ରାଣୀକୁ ହର୍ଷରେ ଉତ୍ଫୁଲ୍ଲ ହୋଇ ସ୍ତୁତି କରନ୍ତି ନାହିଁ। ଯଦି ଲୋକ ସଂଗ୍ରହ ପାଇଁ ତାଙ୍କର ଶରୀର ବା ବଚନରେ ହର୍ଷ ଭାବ ବା ପ୍ରଶଂସା ଭାବ ପ୍ରକଟ ହୁଏ, ତେବେ ତାହା ହର୍ଷଜନିତ ବିକାର ନୁହେଁ। ପ୍ରଶ୍ନ, ନ ଦ୍ୱେଷ୍ଟିର ଭାବ କ'ଣ? ଉତ୍ତର ହେଲା, ଏହା ଦ୍ୱାରା ପ୍ରକାଶ କରାଯାଇଛି ଯେ ସାଧାରଣ ଲୋକେ ଅନୁକୂଳ ବସ୍ତୁ ପାଇଲେ ଯେପରି ହର୍ଷରେ ବିଭୋର ହୁଅନ୍ତି, ପ୍ରତିକୂଳ ବସ୍ତୁ ପାଇଲେ ସେହିପରି ଦୋଷ କରନ୍ତି। ତାଙ୍କ ଅନ୍ତଃକରଣରେ ବିଶେଷ କ୍ଷୋଭ
ସୃଷ୍ଟି ହୁଏ ଏବଂ ସେ ଦ୍ୱେଷ ଭାବ ରଖି ସେହି ବସ୍ତୁକୁ ନିନ୍ଦା କରନ୍ତି। କିନ୍ତୁ ଅତ୍ୟନ୍ତ ପ୍ରତିକୂଳ ବସ୍ତୁ ସହିତ ସଂଯୋଗ ହେଲେ ମଧ୍ୟ ସ୍ଥିର ବୁଦ୍ଧି ଯୋଗୀଙ୍କ ଅନ୍ତଃକରଣରେ ସାମାନ୍ୟ ମାତ୍ର ଦ୍ୱେଷ ଭାବ ଉତ୍ପନ୍ନ ହୁଏ ନାହିଁ। ତାଙ୍କଠାରେ କୌଣସି ପ୍ରକାର ଉଦ୍ବେଗ ବା ବିକାର ଜାତ ହୁଏ ନାହିଁ। ତାଙ୍କର ଅନ୍ତଃକରଣ ପ୍ରତ୍ୟେକ ବସ୍ତୁ ପ୍ରାପ୍ତିରେ ପ୍ରତ୍ୟେକ ପରିସ୍ଥିତିରେ ସମ ଶାନ୍ତ ଓ ନିର୍ବିକାର ହୋଇ ରହେ। ତେଣୁ ସେ ପ୍ରତିକୂଳ ବସ୍ତୁ ବା ପ୍ରାଣୀର ଦ୍ୱେଷପୂର୍ଣ୍ଣ ନିନ୍ଦା କରନ୍ତି ନାହିଁ। ଯଦି ଲୋକ ସଂଗ୍ରହ ପାଇଁ ସେ କୌଣସି ବସ୍ତୁ ବା ପ୍ରାଣୀକୁ ମନ୍ଦ ବୋଲି କହନ୍ତି ବା ନିନ୍ଦା କରନ୍ତି, ତେବେ ତାହା ବାସ୍ତବରେ ନିନ୍ଦା ନୁହେଁ, କାରଣ ତାଙ୍କର କୌଣସି ବିଷୟରେ ଦ୍ୱେଷ ଭାବ ନଥାଏ। ପ୍ରଶ୍ନ: ତାଙ୍କର ବୁଦ୍ଧି ସ୍ଥିର ଅଟେ, ଏପରି ବକ୍ତବ୍ୟର ଭାବ କ'ଣ? ଏହି ପ୍ରଶ୍ନର ଉତ୍ତରଟି ହେଲା, ଏଠାରେ ଭାବ ହେଉଛି ଯେଉଁ ମହାପୁରୁଷ ଉପରୋକ୍ତ ଲକ୍ଷଣ ସମ୍ପନ୍ନ ହୁଅନ୍ତି, ଯାହାଙ୍କ ଅନ୍ତଃକରଣରେ ବା ଇନ୍ଦ୍ରିୟମାନଙ୍କରେ କୌଣସି ବସ୍ତୁ ବା ପ୍ରାଣୀର ସଂଯୋଗ ବିୟୋଗରେ କୌଣସି ପ୍ରକାର ଘଟଣା ଦ୍ୱାରା ଟିକିଏ ବି ବିକାର ଜାତ ହୁଏ ନାହିଁ, ତାଙ୍କୁ ସ୍ଥିର ବୁଦ୍ଧି ଯୋଗୀ ବୋଲି ବୁଝିବାକୁ ହେବ। ପ୍ରଶ୍ନ: ଏହି ଦୁଇ ଶ୍ଲୋକରେ କିପରି କହନ୍ତି? ଏହି ଦ୍ୱିତୀୟ ପ୍ରଶ୍ନ ବିଷୟରେ ସ୍ପଷ୍ଟ ଭାବରେ କିଛି କୁହାଯାଇନାହିଁ। ତେଣୁ କିପରି ବୁଝିବା ଯେ ଏଠାରେ ସେ କିପରି କୁହନ୍ତି? ପ୍ରଶ୍ନର ଉତ୍ତର ଦିଆଯାଇଛି ଏପରି: ଆଗରୁ କୁହାଯାଇଛି ଯେ ସ୍ଥିର ବୁଦ୍ଧି ପୁରୁଷଙ୍କର କହିବା ସାଧାରଣ ଲୋକଙ୍କର କହିବା ପରି ନୁହେଁ। କେବଳ ବଚନର କଥା ବିଚାର କଲେ ତ ଯେକୌଣସି ଦାମ୍ଭିକ ପାଷାଣ୍ଡ ଲୋକ ବି ଘୋଷି ଘୋଷି ବଢ଼ିଆ ମଧୁର ବଚନ କହିଦେଇପାରିବ। କିନ୍ତୁ ଏଠାରେ ମନର ଭାବ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହି ଦୁଇ ଶ୍ଲୋକରେ କୁହାଯାଇଥିବା ମାନସିକ ଭାବ ଅନୁସାରେ ଏହିସବୁ ଭାବରେ ଭାବିତ ହୋଇ ସ୍ଥିର ବୁଦ୍ଧି ଯୋଗୀ ଯେଉଁ ବଚନ କହନ୍ତି, ତାହା ହେଉଛି ଭଗବାନଙ୍କର ଅଭିପ୍ରାୟ। ତେଣୁ ଏଥିରେ ତାଙ୍କ ବଚନ ବିଷୟ ସ୍ପଷ୍ଟ ରୂପେ କୁହା ନଯାଇ ତାଙ୍କ ମାନସିକ ଭାବ କଥା କୁହାଯାଇଛି।